ଏଥିରେ ଦେଖନ୍ତୁ ଯେଉଁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆମେ ଗତକାଲି 4ଟା ଟିମ୍ ଯାଇକରି ମାଲକାନଗିରି ଜିଲ୍ଲାରେ 3ଟା ଲୋକେସନରେ ଏବଂ ନବରଙ୍ଗପୁର ଜିଲ୍ଲା ରାୟଗଡ଼ରେ ଗୋଟେ ଲୋକେସନରେ ମାନେ ରେଡ୍ କରିଥିଲୁ। ରେଡ୍ ସମୟରେ ସେ ଯେଉଁ ନିହାରଞ୍ଜନ ସରକାର ଜେଇ ଅଛନ୍ତି ତାଙ୍କର ଗୋଟେ 3 ମହଲା କୋଠା ପାଇଥିଲୁ, ଯାହାକି ପାଖାପାଖି 8,000 ଖଣ୍ଡେ ସ୍କୋୟାର ଫୁଟର କୋଠା ଥିଲା। ଆଉ ମାଲକାନଗିରିରେ ତାଙ୍କର 8ଟା ପ୍ଲଟ୍ ପାଇଲୁ, ଯେଉଁଥିରେ ମାଥିଲିରେ 2ଟା ଆଉ ମାଲକାନଗିରିରେ 6ଟା ପ୍ଲଟ୍, 2ଟା କାର୍, 2,11,800 ଟଙ୍କା ନଗଦ ଟଙ୍କା, ସୁନା ଆଉ ବ୍ୟାଙ୍କ ଡିପୋଜିଟ୍ ଇତ୍ୟାଦି ସବୁ 25 ଲକ୍ଷ ଟଙ୍କା ପାଖାପାଖିର ସବୁ ପାଇଥିଲୁ। ଆଉ ତାଙ୍କର ଆୟ ବ୍ୟୟ ଆଉ ସମ୍ପତ୍ତିକୁ ଯେତେବେଳେ ହିସାବ କିତାବ କରିଲୁ, ଆଜି ପାଇଲୁ ଯେ ତାଙ୍କର ଆୟ ଠାରୁ ସେ 444% ଅଧିକ ସମ୍ପତ୍ତି ଠୁଳ କରିଛନ୍ତି। ଏ ସଂକ୍ରାନ୍ତରେ ଆଜି କୋରାପୁଟ ଭିଜିଲାନ୍ସ କେସ୍ ନମ୍ବର 40/2025 ରୁଜୁ କରି ଶ୍ରୀ ନିହାରଞ୍ଜନ ସରକାରଙ୍କୁ ଆଜି ଗିରଫ କରାଯାଇଛି ଏବଂ ଆଉ କିଛି ସମୟ ମଧ୍ୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। 444 ଗୁଣ।